ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡ଼ା ରିଜର୍ଭ ପୋଲିସ ପଡ଼ିଆଠାରେ 65ତମ ପୋଲିସ ଶହୀଦ ସ୍ମୃତି ଦିବସ 2024 ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ଶହୀଦ ସ୍ମୃତି ଦିବସ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ପରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦେଖନ୍ତୁ ପ୍ରତ୍ୟେକ ବର୍ଷ ଅକ୍ଟୋବର 21 ତାରିଖକୁ ଶହୀଦ ସ୍ମୃତି ଦିବସ ଭାବରେ ସାରା ଭାରତର ପୁଲିସ ପାଳନ କରିଥାନ୍ତି। ଆଜିର ଦିନରେ ଆମେ ମାନେ କର୍ତ୍ତବ୍ୟ ସମୟରେ ଯେଉଁମାନେ ଉଗ୍ରପନ୍ଥୀ ବା ମାଓବାଦୀଙ୍କ ଦ୍ୱାରା ହତ୍ୟା ହୋଇଥାନ୍ତି, ନିହତ ହୋଇଥାନ୍ତି, ସେମାନଙ୍କୁ ଆମେ ଶହୀଦର ମର୍ଯ୍ୟାଦା ଦେବା ପାଇଁ ଏବଂ ତାଙ୍କୁ ମନେ ପକାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର 21ରେ ଏହି ଶହୀଦ ସ୍ମୃତି ଦିବସ ପାଳନ କରୁ। ଆଜି ଦିନରେ ସେମାନଙ୍କର ଶହୀଦମାନଙ୍କର ପରିବାରବର୍ଗଙ୍କୁ ମଧ୍ୟ ଆମେ ସମବେଦନା ଜ୍ଞାପନ କରୁ। ଆମେ ତାଙ୍କୁ ଜଣାଇ ଦେବାକୁ ଚାହୁଁ ଯେ ପୁଲିସ ବିଭାଗ ସେ ପରିବାର ପଛରେ ସବୁବେଳେ ରହିଛି, ରହିବ ମଧ୍ୟ। ସେମାନଙ୍କ ସୁଖ ଦୁଃଖର ସାଥୀ ହୋଇ ସମଗ୍ର ପୁଲିସ କର୍ମଚାରୀମାନେ ସେମାନଙ୍କର ଯେକୌଣସି ଆବଶ୍ୟକତା ସମୟରେ ତାଙ୍କ ପଛରେ ଠିଆ ହେବେ। ତାଙ୍କୁ ଏଭଳି ଏକ ସେନ୍ସ ଅଫ୍ ଫିଲିଙ୍ଗସ୍ ଆଣିବା ପାଇଁ ଆମେମାନେ ସାରା ଭାରତବର୍ଷରେ ଏହି ଶହୀଦ ଦିବସକୁ ପାଳନ କରୁ। ଜିଲ୍ଲାକୁ ମୁଁ ପାଠ କରୁଥିଲି, ଯେମିତି ଜିଲ୍ଲା ପୁଲିସରୁ 2 ଜଣ ଶହୀଦ ହୋଇଛନ୍ତି। ସେମାନଙ୍କ ପରିବାରକୁ ମଧ୍ୟ ଆଜି ଆମେ ସମବେଦନା ଜ୍ଞାପନ କରିଛୁ, ସମ୍ବର୍ଦ୍ଧନା ଜଣାଇଛୁ। ସମଗ୍ର ପୁଲିସ କର୍ମଚାରୀମାନଙ୍କୁ କିଛି କହିବାର ସେଭଳି କିଛି ଆବଶ୍ୟକତା ନାହିଁ। ସେମାନେ ଭଲ ଭାବରେ ଜାଣିଛନ୍ତି ଯେ ଆମର ଏହି କର୍ମମୟ ଜୀବନରେ ସମାଜ ସେବା କରୁ କରୁ, ଲୋକମାନଙ୍କ ସେବା କରୁ କରୁ ହୁଏତ କୌଣସି ସମୟରେ କାହାର ବି ପ୍ରାଣହାନି ଘଟିପାରେ। ତେଣୁ ସେସବୁକୁ ଭ୍ରୂକ୍ଷେପ ନ କରି ମୁଁ ଆଜିର ଦିନରେ ସେମାନଙ୍କୁ ଏହି ମେସେଜ ଦେବାକୁ ଚାହିଁବି ଯେ ସମସ୍ତେ ସହୃଦୟତାର ସହିତ ଜନସାଧାରଣଙ୍କୁ ସେବା କରନ୍ତୁ, ନିର୍ଭୟ ଭାବରେ ସେବା କରନ୍ତୁ ଏବଂ କୌଣସି ବିପଦକୁ ଡରିବାର କୌଣସି କାରଣ ନାହିଁ। ପୁଲିସ ବିଭାଗ ଯଥେଷ୍ଟ ସମର୍ଥ ଅଛି ଯେକୌଣସି ବିପଦ ଆପଦ, କୌଣସି ଉଗ୍ରପନ୍ଥୀ ବା ମାଓବାଦୀ କାର୍ଯ୍ୟକଳାପକୁ ସାମ୍ନା କରିବା ପାଇଁ ଯଥେଷ୍ଟ ସମର୍ଥ ଅଛି। ଏହି ସମ୍ବାଦ ମୁଁ ମୋର କର୍ମଚାରୀମାନଙ୍କୁ ଜଣାଇବାକୁ ଚାହେଁ। ପରେ ଶହୀଦ ପରିବାରଙ୍କୁ ପୁଷ୍ପଗଛ ଏବଂ ଉପଢୌକନ୍ୟ ଦେଇ ସମ୍ମାନିତ କରାଯାଇଥିଲା। ପୋଲିସ ସଦାବେଳେ ଲୋକଙ୍କ ସେବା, ଲୋକଙ୍କ ଧନଜୀବନ ସମ୍ପତ୍ତିକୁ ସୁରକ୍ଷା ଦେଇ ଆସୁଛି ବୋଲି ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ ମହାନ୍ତି, ପୋଲିସ କନ୍ଦର୍ପ ପାତ୍ର ଏବଂ ବହୁ ପୋଲିସ କର୍ମଚାରୀ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ମହାଭାରତ ଲାଇଭ୍।